ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22ଟି ଗ୍ରାମ ପଞ୍ଚାୟତ ପାଇଁ 149 କୋଟି 39 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100ଟି ଗ୍ରାମର 38,609ଟି ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହେଇଥିଲୁ। ମେଗା ପ୍ରକଳ୍ପ ବିଗତ ଦିନରେ ନଳ ଥିଲା, ପାଣି ହୋଇନଥିଲା। ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯେଉଁ ଉନ୍ମୋଚିତ ହେଲା ଏଥିରେ ଆମର 7ଟି ପଞ୍ଚାୟତକୁ ପାଣି ଯିବ ଏବଂ ଯେଉଁ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସାଚୁରେସନ୍ କରିବା ବ୍ୟବସ୍ଥା କରି 2027 ମାର୍ଚ୍ଚ ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ ପ୍ରତି MP, MLA ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯେଉଁ ମିଶ୍ରଣ ହେଲା ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯେଉଁ ସୌଭାଗ୍ୟ ମିଳିଲା, ସେମାନେ କହିବେ ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯେଉଁ ସେମାନେ ଅଛନ୍ତି ସେମାନଙ୍କର ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆସୁଛି। 100 ସିଟେଡ୍ ହସ୍ପିଟାଲ ତିଆରି ହେବ। ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ପାଣି, ସ୍ୱାସ୍ଥ୍ୟ, ରାସ୍ତା, ଗାଁର ବ୍ୟବସ୍ଥା ସବୁ ବ୍ୟବସ୍ଥାକୁ ଯେଉଁ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ବଢ଼ିବା। ଆସନ୍ତା 26 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ 5ଟି ବ୍ଲକର 6ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ଜଣ ହିତାଧିକାରୀଙ୍କୁ 70 କୋଟି 48 ଲକ୍ଷରୁ ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4 କୋଟି 55 ଲକ୍ଷ 25 ହଜାର ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।